ଆଜିର ଆଲୋଚନାକୁ ସ୍ୱାଗତ। ଆଜି ଆମେ ଏକ ବହୁତ ବଡ଼ କାହାଣୀର ପୃଷ୍ଠା ଉଲଟାଇବାକୁ ଯାଉଛୁ, ଆମ ନିଜ ଘର ପୃଥିବୀର କାହାଣୀ। ଆମ ପାଖରେ ଯେଉଁ ତଥ୍ୟ ଅଛି ତାହା ଦେଖାଉଛି କିପରି ଏକ ଜ୍ୱଳନ୍ତ ପଥୁରିଆ ଗୋଲା ଧୀରେ ଧୀରେ ବଦଳି ଏକ ନୀଳ ଜୀବନ୍ତ ଗ୍ରହରେ ପରିଣତ ହେଲା। ଆଜି ଆମର ଲକ୍ଷ୍ୟ ହେଉଛି ଏହି 4.6 ବିଲିୟନ ବର୍ଷର ବିଶାଳ ଯାତ୍ରାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋଡ଼ଗୁଡ଼ିକୁ ବୁଝିବା। ହଁ, ଏହା କେବଳ ଏକ କାହାଣୀ ନୁହେଁ, ବରଂ ଏକ ମହାଜାଗତିକ ନାଟକ। ଏଥିରେ ବିଶାଳ ବିସ୍ଫୋରଣ ଅଛି, ଧକ୍କା ଅଛି, ଲକ୍ଷ ଲକ୍ଷ ବର୍ଷର ଧୈର୍ଯ୍ୟ ଅଛି, ଆଉ ଶେଷରେ ଜୀବନର ଏକ ଅଦ୍ଭୁତ ଆବିର୍ଭାବ ଅଛି। ଆମେ ଜାଣିବାକୁ ଚେଷ୍ଟା କରିବା କିପରି ଏକ ନିର୍ଜୀବ ପଥର ଖଣ୍ଡ ଆଜିର ଜୀବନ୍ତ ଦୁନିଆରେ ପରିଣତ ହେଲା। ଓକେ, ତେବେ ଚାଲନ୍ତୁ ଆରମ୍ଭରୁ ଆରମ୍ଭ କରିବା। ମୋତେ ଲାଗୁଛି ଏହାକୁ ବୁଝିବାକୁ ହେଲେ ଆମକୁ ପୃଥିବୀର ବାହାରକୁ ମାନେ ବ୍ରହ୍ମାଣ୍ଡ ସ୍ତରକୁ ଯିବାକୁ ପଡ଼ିବ। 1920 ଦଶକରେ ଜ୍ୟୋତିର୍ବିଜ୍ଞାନୀ ଏଡୱିନ୍ ହବଲ ଦୂରବୀକ୍ଷଣ ଯନ୍ତ୍ରରେ କିଛି ଅଜବ ଜିନିଷ ଦେଖିଲେ। ସେ ଦେଖିଲେ ଯେ ସୁଦୂର ଗ୍ୟାଲାକ୍ସିଗୁଡ଼ିକ ଆମଠାରୁ ଦୂରେଇ ଯାଉଛନ୍ତି, ଆଉ ସେମାନେ ଯେତେ ଦୂରରେ ସେତେ ଅଧିକ ବେଗରେ ଦୂରେଇ ଯାଉଛନ୍ତି। ଆଉ ସେହି ଆବିଷ୍କାର କି ସବୁକିଛି ବଦଳାଇ ଦେଲା। କାରଣ ଯଦି ସବୁକିଛି ପରସ୍ପରଠାରୁ ଦୂରେଇ ଯାଉଛି, ତେବେ ଏହାର ଅର୍ଥ ହେଉଛି ଯଦି ଆମେ ସମୟକୁ ପଛକୁ ନେଇଯିବା, ତେବେ ଅତୀତରେ ସବୁକିଛି ଏକାଠି ଥିଲା, ଗୋଟେ ଛୋଟ ଅତ୍ୟନ୍ତ ଘନ ଏବଂ ଗରମ ବିନ୍ଦୁରେ। ଆଉ ପ୍ରାୟ 13.7 ବିଲିୟନ ବର୍ଷ ପୂର୍ବେ ସେହି ବିନ୍ଦୁରେ ଏକ ମହାବିସ୍ଫୋରଣ ହେଲା, ଯାହାକୁ ଆମେ ବିଗ୍ ବ୍ୟାଙ୍ଗ ବୋଲି କହୁ। ସେହିଠାରୁ ହିଁ ସମୟ, ସ୍ଥାନ ଏବଂ ଆମେ ଦେଖୁଥିବା ବ୍ରହ୍ମାଣ୍ଡର ସୃଷ୍ଟି ହେଲା। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି। ତେବେ ବିଗ୍ ବ୍ୟାଙ୍ଗ ପୂର୍ବରୁ ଲୋକେ କ'ଣ ଭାବୁଥିଲେ? କିଛି ତ ଧାରଣା ଥିବ? ନିଶ୍ଚୟ। ହବଲଙ୍କ ପୂର୍ବରୁ ସବୁଠାରୁ ପ୍ରଚଳିତ ଧାରଣା ଥିଲା ଯେ ବ୍ରହ୍ମାଣ୍ଡ ସର୍ବଦା ଏମିତି ହିଁ ଥିଲା, ସ୍ଥିର ଏବଂ ଅପରିବର୍ତ୍ତିତ। ହଏଲଙ୍କ ଭଳି ବୈଜ୍ଞାନିକମାନେ ଏହାକୁ ଷ୍ଟେଡି ଷ୍ଟେଟ୍ ଥିଓରି କହୁଥିଲେ। ତା ପୂର୍ବରୁ ମଧ୍ୟ କାଣ୍ଟ ଓ ଲାପ୍ଲେସ୍ଙ୍କ ଭଳି ଦାର୍ଶନିକମାନେ ନେବୁଲାର ହାଇପୋଥେସିସ୍ ଦେଇଥିଲେ, ଯେଉଁଥିରେ ସେମାନେ କହୁଥିଲେ ଯେ ଗ୍ରହଗୁଡ଼ିକ ଗ୍ୟାସ୍ ଓ ଧୂଳିକଣାର ଏକ ବାଦଲରୁ ତିଆରି ହୋଇଛି। କିନ୍ତୁ ଏହି ସବୁ ସିଦ୍ଧାନ୍ତ ଗୋଟିଏ ବଡ଼ ପ୍ରଶ୍ନର ଉତ୍ତର ଦେଇପାରୁନଥିଲେ, ସବୁକିଛି ଦୂରେଇ କାହିଁକି ଯାଉଛି। ହବଲଙ୍କ ଆବିଷ୍କାର ହିଁ ଏହାର ପ୍ରମାଣ ଦେଲା ଏବଂ ଦର୍ଶାଇଲା ଯେ ବ୍ରହ୍ମାଣ୍ଡର ଏକ ଆରମ୍ଭ ଅଛି। ସେଥିପାଇଁ ବିଗ୍ ବ୍ୟାଙ୍ଗ ମଡେଲ ଏତେ ଶକ୍ତିଶାଳୀ। ଆଚ୍ଛା, ବୁଝିଲି। ତେବେ ବିଗ୍ ବ୍ୟାଙ୍ଗ ହେଲା, ବ୍ରହ୍ମାଣ୍ଡ ତିଆରି ହେଲା, କିନ୍ତୁ ଏକ ବିଶାଳ ଗ୍ୟାସ୍ ବାଦଳରୁ ଆମ ପୃଥିବୀ ଭଳି ଏକ କଠିନ ଗ୍ରହ କେମିତି ସୃଷ୍ଟି ହେଲା? ଏହି ପ୍ରକ୍ରିୟାଟି କିପରି କାମ କଲା? ଏହା ଏକ ପ୍ରକାର ମହାଜାଗତିକ ନିର୍ମାଣ ପ୍ରକଳ୍ପ ଭଳି। ବିଗ୍ ବ୍ୟାଙ୍ଗ ପରେ ସବୁଆଡ଼େ ଉଦଜାନ ଓ ହିଲିୟମ୍ ଗ୍ୟାସ୍ ଖେଳେଇ ହୋଇ ରହିଥିଲା। ମାଧ୍ୟାକର୍ଷଣ ବଳ ଯୋଗୁଁ ଏହି ଗ୍ୟାସ୍ ଧୀରେ ଧୀରେ ଏକାଠି ହୋଇ ବଡ଼ ବଡ଼ ବାଦଲ ତିଆରି କଲା, ଯାହାପରେ ଗ୍ୟାଲାକ୍ସିରେ ପରିଣତ ହେଲା। ଏହି ଗ୍ୟାଲାକ୍ସି ଭିତରେ ଛୋଟ ଛୋଟ ଗ୍ୟାସ୍ ପିଣ୍ଡରୁ ତାରାମାନେ ଜନ୍ମ ନେଲେ, ଆମ ସୂର୍ଯ୍ୟଙ୍କ ଭଳି। ଓକେ, ତେବେ ସୂର୍ଯ୍ୟ ତିଆରି ହେଲା, କିନ୍ତୁ ଗ୍ରହଗୁଡ଼ିକ? ସୂର୍ଯ୍ୟ ତିଆରି ହେବା ପରେ ଯେଉଁ ଗ୍ୟାସ୍, ଧୂଳିକଣା ଓ ପଥର ବଳକା ରହିଗଲା, ତାହା ସୂର୍ଯ୍ୟ ଚାରିପଟେ ଏକ ଡିସ୍କ ଭଳି ଘୂରିବାକୁ ଲାଗିଲା। ଏବେ କଳ୍ପନା କରନ୍ତୁ, ଘରର କୋଣରେ ଥିବା ଧୂଳି କିପରି ଏକାଠି ହୋଇ ଛୋଟ ଛୋଟ ଗୋଳା ତିଆରି କରେ। ଠିକ୍ ସେହିପରି ମହାକାଶରେ ଏହି ଧୂଳିକଣାଗୁଡ଼ିକ ପରସ୍ପର ସହ ଲାଗି ଟିକେ ବଡ଼ ହେଲେ। ଏହି ଛୋଟ ଛୋଟ ପଥର ଖଣ୍ଡକୁ ପ୍ଲାନେଟେସିମାଲ କୁହାଯାଏ। ଲକ୍ଷ ଲକ୍ଷ ବର୍ଷ ଧରି ଏହି ପ୍ଲାନେଟେସିମାଲଗୁଡ଼ିକ ପରସ୍ପର ସହ ଧକ୍କା ଖାଇ ଯୋଡ଼ି ହୋଇ ବଡ଼ରୁ ଆହୁରି ବଡ଼ ହେବାକୁ ଲାଗିଲେ। ଶେଷରେ ଏହି ପ୍ରକ୍ରିୟାରୁ ପୃଥିବୀ ସମେତ ଅନ୍ୟ ଗ୍ରହମାନଙ୍କର ଜନ୍ମ ହେଲା। ଆମ ପ୍ରାରମ୍ଭିକ ପୃଥିବୀ ଏକ ତରଳ ପଥରର ଗୋଳା ଭଳି ଥିଲା, ଯୋଉଠି ସବୁକିଛି ଫୁଟୁଥିଲା। ଏହାପରେ କ'ଣ ହେଲା? ମୋତେ ଲାଗୁଛି ଏହା ସେମିତି ବେଶୀ ସମୟ ରହିନଥିବ। ଆପଣ ଠିକ୍ କହିଲେ। ସେତେବେଳେ ପୃଥିବୀ ଏତେ ଗରମ ଥିଲା ଯେ ସବୁକିଛି ତରଳ ଅବସ୍ଥାରେ ଥିଲା। ଆଉ ସେହି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଆରମ୍ଭ ହେଲା, ଯାହାକୁ କୁହାଯାଏ ଡିଫରେନ୍ସିଏସନ୍। ଡିଫରେନ୍ସିଏସନ୍? ଏହାର ମାନେ କ'ଣ? ଏହାକୁ ଆପଣ ଏକ ମହାଜାଗତିକ ଛେନା ପକାଇବା ପ୍ରକ୍ରିୟା ବୋଲି ଭାବିପାରନ୍ତି। ଯେମିତି ପାଣି ଆଉ ଛେନା ଅଲଗା ହୋଇଯାଏ, ସେମିତି ସେହି ତରଳ ପୃଥିବୀରେ ଥିବା ସବୁଠାରୁ ଭାରୀ ପଦାର୍ଥ ଯେପରିକି ଲୁହା ଓ ନିକେଲ ମାଧ୍ୟାକର୍ଷଣ ଯୋଗୁଁ ତଳକୁ ବୁଡ଼ିଯାଇ ଗ୍ରହର କେନ୍ଦ୍ର ବା କୋର୍ ତିଆରି କଲା। ଆଉ ଯେଉଁ ହାଲୁକା ପଥର ଓ ସିଲିକେଟ୍ସ ଥିଲା, ତାହା ଉପରକୁ ଭାସି ଆସି ଥଣ୍ଡା ହୋଇ ପୃଷ୍ଠ ସ୍ତର ବା କ୍ରଷ୍ଟ ତିଆରି କଲା। ଏହି ପ୍ରକ୍ରିୟା ଯୋଗୁଁ ହିଁ ଆଜି ପୃଥିବୀର ସ୍ତରଗୁଡ଼ିକ ଅଛି, କ୍ରଷ୍ଟ, ମ୍ୟାଣ୍ଟିଲ ଏବଂ କୋର୍। ଆଚ୍ଛା,
ତେବେ ଏହି ସମୟରେ ଆଉ ଏକ ବଡ଼ ଘଟଣା ଘଟିଥିଲା ଯାହା ଆମ ରାତିର ଆକାଶକୁ ସବୁଦିନ ପାଇଁ ବଦଳାଇ ଦେଲା। ମୁଁ ଚନ୍ଦ୍ର କଥା କହୁଛି। ହଁ, ଏହା ଏକ ବିଶାଳ ଏବଂ ଭୟଙ୍କର ଘଟଣା ଥିଲା। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ପୃଥିବୀ ଗଠନ ହେବାର କିଛି କାଳ ପରେ ମଙ୍ଗଳ ଗ୍ରହ ଆକାରର ଏକ ବସ୍ତୁ, ଯାହାର ନାଁ ଥିଆ ଦିଆଯାଇଛି, ଆସି ପୃଥିବୀ ସହିତ ପ୍ରଚଣ୍ଡ ବେଗରେ ଧକ୍କା ହେଲା। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ପୃଥିବୀରୁ ଏକ ବଡ଼ ଅଂଶ ଛିଟିକି ମହାକାଶକୁ ଚାଲିଗଲା। ସେହି ଛିଟିକି ଯାଇଥିବା ପଦାର୍ଥ ହିଁ ପରେ ମାଧ୍ୟାକର୍ଷଣ ଯୋଗୁଁ ଏକାଠି ହୋଇ ଆମ ଚନ୍ଦ୍ରକୁ ସୃଷ୍ଟି କଲା। ଏହା କେବଳ ଚନ୍ଦ୍ର ତିଆରି କଲା ନା, ଏହାର ଆଉ କିଛି ପ୍ରଭାବ ପଡ଼ିଥିଲା? ଏହି ପ୍ରଶ୍ନଟି ବହୁତ ଗୁରୁତ୍ୱପୂର୍ଣ୍ଣ। ସେହି ଧକ୍କା କେବଳ ଚନ୍ଦ୍ର ତିଆରି କରିନଥିଲା, ଏହା ଆମ ଗ୍ରହର ଭବିଷ୍ୟତକୁ ସବୁଦିନ ପାଇଁ ବଦଳାଇ ଦେଲା। ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ଯୋଗୁଁ ହିଁ ପୃଥିବୀର ଅକ୍ଷ ସ୍ଥିର ରହିଛି, ଯେଉଁଥିପାଇଁ ଆମର ଏକ ନିୟମିତ ଋତୁ ପରିବର୍ତ୍ତନ ହୁଏ। ଏହା ବିନା ପୃଥିବୀର ଅକ୍ଷ ଏତେ ଅସ୍ଥିର ହୋଇଥାନ୍ତା ଯେ ଜଳବାୟୁ ଭୟଙ୍କର ଭାବେ ବଦଳୁଥାନ୍ତା। ଏକ ପ୍ରକାରରେ କହିବାକୁ ଗଲେ ଚନ୍ଦ୍ର ହିଁ ଆମ ଗ୍ରହକୁ ସ୍ଥିର ରଖିଛି, ଯାହା ଜୀବନର ବିକାଶ ପାଇଁ ଏକ ଅତ୍ୟନ୍ତ ଜରୁରୀ ସର୍ତ୍ତ ଥିଲା। ବାଃ, ତେବେ ଆମ ପାଖରେ ଏବେ ଏକ ଥଣ୍ଡା ହେଉଥିବା ପଥୁରିଆ ଗ୍ରହ ଅଛି, ଆଉ ତାର ଏକ ସ୍ଥିରକାରୀ ଚନ୍ଦ୍ର ବି ଅଛି। କିନ୍ତୁ ଏବେ ବି ଦୁଇଟି ଜିନିଷର ଅଭାବ ଅଛି ଯାହା ବିନା ଆମେ ବଞ୍ଚିପାରିବନି, ବାୟୁ ଏବଂ ଜଳ। ଏସବୁ କେଉଁଠୁ ଆସିଲା? ଏହା ଆମ କାହାଣୀର ପରବର୍ତ୍ତୀ ଅଧ୍ୟାୟ। ବାୟୁମଣ୍ଡଳର ବିବର୍ତ୍ତନ ମୁଖ୍ୟତଃ 3ଟି ପର୍ଯ୍ୟାୟରେ ହୋଇଥିଲା। ପ୍ରଥମେ ପୃଥିବୀ ପାଖରେ ଉଦଜାନ ଓ ହିଲିୟମରେ ଭରା ଏକ ପ୍ରାଥମିକ ବାୟୁମଣ୍ଡଳ ଥିଲା। କିନ୍ତୁ ପୃଥିବୀ ସେତେବେଳେ ଛୋଟ ଓ ଗରମ ଥିଲା, ତାର ମାଧ୍ୟାକର୍ଷଣ ଶକ୍ତି କମ୍ ଥିଲା। ସୂର୍ଯ୍ୟରୁ ଆସୁଥିବା ସୌର ପବନ ଏହି ହାଲୁକା ଗ୍ୟାସ୍ଗୁଡ଼ିକୁ ସହଜରେ ଉଡ଼ାଇ ନେଲା, ତେଣୁ ପ୍ରଥମ ବାୟୁମଣ୍ଡଳ ନଷ୍ଟ ହୋଇଗଲା। ତାପରେ ପୃଥିବୀ କ'ଣ ବିନା ବାୟୁମଣ୍ଡଳରେ ରହିଲା? ନା, ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା। ପୃଥିବୀ ଧୀରେ ଧୀରେ ଥଣ୍ଡା ହେବାକୁ ଲାଗିଲା ଏବଂ ତା ଭିତରେ ଫସି ରହିଥିବା ଗ୍ୟାସ୍ ଓ ଜଳୀୟ ବାଷ୍ପ ଆଗ୍ନେୟଗିରି ମାଧ୍ୟମରେ ବାହାରକୁ ଆସିବାକୁ ଲାଗିଲା। ଏହି ପ୍ରକ୍ରିୟାକୁ କୁହାଯାଏ ଡିଗ୍ୟାସିଂ। ଏହି ଗ୍ୟାସ୍ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଜଳୀୟ ବାଷ୍ପ, କାର୍ବନ ଡାଇଅକ୍ସାଇଡ୍ ଓ ନାଇଟ୍ରୋଜେନ୍ ଥିଲା। ଗୋଟିଏ ମିନିଟ୍, ଆପଣ କହୁଛନ୍ତି ଯେ ଆମ ମହାସାଗରର ପାଣି ପୃଥିବୀ ଭିତରୁ ଆସିଛି? ହଁ, ମୁଖ୍ୟତଃ ସେହିଠାରୁ ହିଁ ଆସିଛି। କଳ୍ପନା କରନ୍ତୁ, ଲକ୍ଷ ଲକ୍ଷ ବର୍ଷ ଧରି ହଜାର ହଜାର ଆଗ୍ନେୟଗିରିରୁ ପ୍ରଚୁର ପରିମାଣରେ ଜଳୀୟ ବାଷ୍ପ ବାହାରି ବାୟୁମଣ୍ଡଳକୁ ଗଲା। ସେହି ଜଳୀୟ ବାଷ୍ପ ଉପରକୁ ଯାଇ ଥଣ୍ଡା ହେଲା, ବାଦଲ ତିଆରି କଲା, ଆଉ ତାପରେ ଆରମ୍ଭ ହେଲା ଏକ ଅବିରତ ବର୍ଷା, ଯାହା ହଜାର ହଜାର ବର୍ଷ ଧରି ଚାଲିଥିଲା। ଏହି ବର୍ଷା ପାଣି ହିଁ ପୃଥିବୀର ଗଭୀର ସ୍ଥାନଗୁଡ଼ିକୁ ଭରିଦେଲା, ଆଉ ପ୍ରାୟ 4 ବିଲିୟନ ବର୍ଷ ପୂର୍ବେ ଆମର ପ୍ରଥମ ମହାସାଗର ସୃଷ୍ଟି ହେଲା। ଆଚ୍ଛା, ତେବେ ଆମ ପାଖରେ ପାଣି ଆସିଗଲା ଆଉ କାର୍ବନ ଡାଇଅକ୍ସାଇଡ୍ରେ ଭରା ଏକ ବାୟୁମଣ୍ଡଳ ବି, କିନ୍ତୁ ଆମେ ନିଶ୍ୱାସ ନେଉଥିବା ଅମ୍ଳଜାନ, ତାହା ତ ଏବେ ବି ନାହିଁ। ଆଉ ସେଇଠି ହିଁ କାହାଣୀର ସବୁଠାରୁ ବଡ଼ ମୋଡ଼ ଆସେ। ତୃତୀୟ ପର୍ଯ୍ୟାୟରେ ଜୀବନ ନିଜେ ହିଁ ବାୟୁମଣ୍ଡଳକୁ ବଦଳାଇ ଦେଲା। ୱେଟ୍, ଆପଣ କହୁଛନ୍ତି ଆମ ବାୟୁମଣ୍ଡଳର ଅମ୍ଳଜାନ ଆଗ୍ନେୟଗିରିରୁ ଆସିନି, ବରଂ କ୍ଷୁଦ୍ର ଜୀବମାନଙ୍କ ଦ୍ୱାରା ତିଆରି ହୋଇଛି? ଏହା ତ ପୁରା କାହାଣୀକୁ ଓଲଟାଇ ଦେଉଛି। ଏକଦମ। ପ୍ରାୟ 3.5 ବିଲିୟନ ବର୍ଷ ପୂର୍ବେ ସମୁଦ୍ରରେ କିଛି ସରଳ ଏକକୋଷୀୟ ଜୀବ, ଯେପରିକି ସିଆନୋ ବ୍ୟାକ୍ଟେରିଆ, ଏକ ନୂଆ କୌଶଳ ଶିଖିଲେ। ସେମାନେ ସୂର୍ଯ୍ୟକିରଣ, ପାଣି ଓ କାର୍ବନ ଡାଇଅକ୍ସାଇଡ୍ ବ୍ୟବହାର କରି ନିଜ ପାଇଁ ଖାଦ୍ୟ ତିଆରି କରିବା ଆରମ୍ଭ କଲେ। ଏହି ପ୍ରକ୍ରିୟା ହେଉଛି ଆଲୋକ ସଂଶ୍ଳେଷଣ ବା ଫୋଟୋସିନ୍ଥେସିସ୍। କିନ୍ତୁ ଏହାର ଏକ ଉପ ଉତ୍ପାଦ ବା ବର୍ଜ୍ୟବସ୍ତୁ ଥିଲା ଅମ୍ଳଜାନ। ତେବେ ଏହି ଛୋଟ ଜୀବମାନେ ବାୟୁମଣ୍ଡଳରେ ଅମ୍ଳଜାନ ଛାଡ଼ିବା ଆରମ୍ଭ କଲେ। ହଁ, କିନ୍ତୁ ଏହା ତୁରନ୍ତ ହୋଇନଥିଲା। ପ୍ରାୟ 1 ବିଲିୟନ ବର୍ଷ ଧରି ସେମାନେ ଉତ୍ପାଦନ କରୁଥିବା ଅମ୍ଳଜାନ ସମୁଦ୍ର ପାଣିରେ ଥିବା ଲୁହା ସହିତ ମିଶି ତଳେ ଜମା ହେଉଥିଲା। କିନ୍ତୁ ଯେତେବେଳେ ସମୁଦ୍ରର ସବୁ ଲୁହା ସରିଗଲା, ପ୍ରାୟ 2.4 ବିଲିୟନ ବର୍ଷ ପୂର୍ବେ ଅମ୍ଳଜାନ ସମୁଦ୍ରରୁ ବାହାରି ବାୟୁମଣ୍ଡଳରେ ବ୍ୟାପିବାକୁ ଲାଗିଲା। ଏହି ଘଟଣାକୁ ଗ୍ରେଟ୍ ଅକ୍ସିଜେନେସନ୍ ଇଭେଣ୍ଟ କୁହାଯାଏ। ଏହା ସେତେବେଳର ଅଧିକାଂଶ ଜୀବଙ୍କ ପାଇଁ ଏକ ବିପର୍ଯ୍ୟୟ ଥିଲା, କାରଣ ଅମ୍ଳଜାନ ସେମାନଙ୍କ ପାଇଁ ବିଷାକ୍ତ ଥିଲା। ଏହା ପୃଥିବୀର ପ୍ରଥମ ବଡ଼ ବିଲୁପ୍ତି ଘଟାଇଥିଲା। କିନ୍ତୁ ଏହା ହିଁ ଅଧିକା ଜଟିଳ ଅମ୍ଳଜାନ ନିର୍ଭରଶୀଳ ଜୀବନ ପାଇଁ ରାସ୍ତା ଖୋଲି ଦେଇଥିଲା। ଏହା ଅବିଶ୍ୱାସନୀୟ। ତେବେ ଏବେ ଆମ ପାଖରେ ଏକ ଗ୍ରହ ଅଛି ଯେଉଁଠି ପାଣି ଅଛି, ବାୟୁମଣ୍ଡଳରେ ଅମ୍ଳଜାନ ଅଛି। ଏହା ତ ଜୀବନ ପାଇଁ ଏକ ସମ୍ପୂର୍ଣ୍ଣ ମଞ୍ଚ ପ୍ରସ୍ତୁତ ହୋଇଗଲା ଭଳି ଲାଗୁଛି। ଏହି ମଞ୍ଚରେ
ପ୍ରଥମ ଅଭିନେତା ତ ଆସି ସାରିଥିଲେ, କିନ୍ତୁ କାହାଣୀ ଆଗକୁ କେମିତି ବଢ଼ିଲା? ହଁ, ମଞ୍ଚ ପ୍ରସ୍ତୁତ ଥିଲା, କିନ୍ତୁ ନାଟକ ଆରମ୍ଭ ହେବାକୁ ବହୁତ ସମୟ ଲାଗିଲା। ଆମେ ଜାଣୁ ଯେ ପ୍ରାୟ 3.5ରୁ 4 ବିଲିୟନ ବର୍ଷ ପୂର୍ବେ ପ୍ରଥମ ଏକକୋଷୀୟ ଜୀବ ଆସିଥିଲେ, କିନ୍ତୁ ସେମାନେ ସେହିପରି ସରଳ ହୋଇ ପ୍ରାୟ 3 ବିଲିୟନ ବର୍ଷ ରହିଗଲେ। 3 ବିଲିୟନ ବର୍ଷ? ଏତେ ଲମ୍ବା ସମୟ କାହିଁକି ଲାଗିଲା? କ'ଣ ଅଭାବ ଥିଲା? ଏହା ଏକ ବଡ଼ ରହସ୍ୟ, କିନ୍ତୁ ବୈଜ୍ଞାନିକମାନେ ଭାବନ୍ତି ଯେ ପରିବେଶ ସ୍ଥିର ନଥିଲା ଏବଂ ଜଟିଳ ଜୀବନ ପାଇଁ ଆବଶ୍ୟକ ଜେନେଟିକ୍ ଉପକରଣ ବିକଶିତ ହୋଇନଥିଲା। କିନ୍ତୁ ପ୍ରାୟ 600ରୁ 700 ମିଲିୟନ ବର୍ଷ ପୂର୍ବେ କିଛି ଚମତ୍କାର ଘଟିଲା। କିଛି କୋଷ ଏକାଠି ରହି କାମ କରିବା ଶିଖିଲେ। ଏହା ଥିଲା ବହୁକୋଷୀୟ ଜୀବନର ଆରମ୍ଭ। ଏହା ଏକ ବଡ଼ କଥା ଥିଲା, କାରଣ ଏହାପରେ ହିଁ ଗଛ, ପଶୁ ଏବଂ ଶେଷରେ ଆମ୍ଭ ଭଳି ଜୀବ ସମ୍ଭବ ହୋଇପାରିଲେ। ଏହାପରେ ବିବର୍ତ୍ତନର ଗତି ବହୁତ ବଢ଼ିଗଲା। ଆଉ ତାପରେ ଡାଇନୋସର ମାନେ ଆସିଲେ, ଯେଉଁମାନେ ପୃଥିବୀରେ ରାଜ କରୁଥିଲେ। ସେମାନଙ୍କର ଯୁଗ କେମିତି ଶେଷ ହେଲା? ଡାଇନୋସରମାନେ ପ୍ରାୟ 150 ମିଲିୟନ ବର୍ଷରୁ ଅଧିକ ସମୟ ଧରି ପୃଥିବୀରେ ଥିଲେ, କିନ୍ତୁ ପ୍ରାୟ 66 ମିଲିୟନ ବର୍ଷ ପୂର୍ବେ ଏକ ବଡ଼ ବିପର୍ଯ୍ୟୟ ଆସିଲା। ପ୍ରାୟ 10 କିଲୋମିଟର ଚୌଡ଼ାର ଏକ ଗ୍ରହାଣୁ ପିଣ୍ଡ ଆସି ଆଜିର ମେକ୍ସିକୋ ପାଖରେ ପୃଥିବୀରେ ଧକ୍କା ହେଲା। ଏହି ଧକ୍କାରେ କୋଟି କୋଟି ପରମାଣୁ ବୋମାରେ ଶକ୍ତି ନିର୍ଗତ ହେଲା। ଏହାଦ୍ୱାରା ସାରା ପୃଥିବୀରେ ଭୂମିକମ୍ପ, ସୁନାମି ଏବଂ ଆଗ୍ନେୟଗିରି ଉଦ୍ଗୀରଣ ହେଲା। ଆକାଶ ଧୂଳି ଓ ଧୂଆଁରେ ଏତେ ଭରିଗଲା ଯେ ସୂର୍ଯ୍ୟକିରଣ ବର୍ଷ ବର୍ଷ ଧରି ପୃଥିବୀରେ ପହଞ୍ଚି ପାରିଲା ନାହିଁ। ଗଛ ମରିଗଲେ, ତାପରେ ତାକୁ ଖାଉଥିବା ଜୀବ ଆଉ ଶେଷରେ ଡାଇନୋସର ମାନେ ବିଲୁପ୍ତ ହୋଇଗଲେ। ତେବେ ଡାଇନୋସରଙ୍କର ବିନାଶ ହିଁ ସ୍ତନ୍ୟପାୟୀ ପ୍ରାଣୀ ଏବଂ ଶେଷରେ ଆମ ପାଇଁ ରାସ୍ତା ଖୋଲିଦେଲା। ଏକଦମ ଠିକ୍। ଡାଇନୋସରଙ୍କ ଛାଇରେ ଛୋଟ ଛୋଟ ମୂଷା ଭଳି ସ୍ତନ୍ୟପାୟୀ ପ୍ରାଣୀମାନେ ଲୁଚି ରହୁଥିଲେ। ଡାଇନୋସରମାନେ ବିଲୁପ୍ତ ହେବା ପରେ ସେମାନଙ୍କ ପାଇଁ ଏକ ନୂଆ ଦୁନିଆ ଖୋଲିଗଲା। ସେମାନେ ଧୀରେ ଧୀରେ ବଡ଼ ହେଲେ, ବିଭିନ୍ନ ପ୍ରକାରର ହେଲେ ଏବଂ ସେହି ବଂଶରୁ ହିଁ ପ୍ରାଇମେଟ୍ସ ଏବଂ ବହୁତ ପରେ ଆମେ ଆସିଲୁ।